प्रभु शिव शंभुंकर आशीर्वाद भावी से छुआटा को आम अपड़े ना आम तो छुआ पिला ना नियो पार नियो से छुआ को तबे आपणे नियो ना पिला को ए पिला घर को नहीं परबनी कोटे जाति पुत्र परिश्रम हिरो पिला को पुणी तबे ना घर को नबो केबे भी नो मो केबे भी घर को नहीं पारिबिनी मो ए ता कहला मोह को देखो नियो नियो ताको तबे ताको कोले नियो ना ओ ठाकुर को बुआ पाइछि तमर पिलार मां बाकी चाहे कि तू गुटे जन को सदर मां बाकी केबे भी चाहे ना ए पिला काहे दे दियो
বিজয়ৰ শঙ্খ ধ্বনি এই বিশাল কুৰুক্ষেত্ৰ পরিয়ারে একাকে চালিছে মুখ তথাপি বঞ্চিছে শ্রীমন্দিৰৰ 22 পাহাজ 22 যোজন হস্তিনাপুৰৰ 12 পন্ত 22 জয়ন একাকে চালিছে মুখ তাকু মଣିষ রক্ত দরকার এই সুঅর্থনৈতিক সমাজর বেইমান মଣିষଙ୍କର তাজা রক্ত চালি যাও সামনে আরে ঘরর পেট করি সরকারଙ୍କ আগরে আমি লাঞ্চ হলেবু আমি যা সিংহন ভাবে ଯାହା ଦେହରେ ବସିଥିଲେ ଓ ଭଳିଆ କେତେଟା ଟାଇଗର କୁତ୍ତା ପାଲଟିଛନ୍ତି କୁତ୍ତା ମୋ ସାଙ୍ଗରେ ଡିସିପି ରାଜ କାହାରି ଧର୍ମକୁ ଖାତିର କରେ ନା ବର୍ଦ୍ଦି ପିନ୍ଧିବା ଆଗରୁ ମୁଁ ମୋ ଜୀବନକୁ ପାଣି ଛଡ଼େଇ ଦେବି ବଞ୍ଚିବା କରିବା ମୋ ପାଇଁ ଗୋଟେ ସମାନ ହେଇଯାଇଛି ସବୁ ପୋଲିସ ବାଲାଙ୍କ ମୁହଁରେ ସେହି ଗୋଟିଏ କଥା ଗୋଟିଏ ସାଧାରଣ ମଣିଷ କ୍ରିମିନାଲ ହୁଏ କାହିଁକି ଗୋଟିଏ ସରଳ ମଣିଷ ମଧ୍ୟରେ ଅପରାଧୀର କାହିଁକି ମୋହର ମରାଗଲା ଗୋଟିଏ ସରଳ ମନରେ କାହିଁକି ସରଳ କରି ଦିଆଗଲା ତା ପାଇଁ ଦାୟୀ କିଏ ସେଇ ତମ ଆଇନ ଆଉ ସେଇ ତମ ଅଦାଲତ ଯଦି ସତରେ ମୁଁ କୁକର୍ମ କରିବାରେ କିଏ ଦାୟୀ ତାହେଲେ ମୁଁ ବର୍ଦ୍ଦିର ନିୟମ କରି କହୁଛି ଛାଡ଼ିବିନି ଗୋଟିଏ ଗୋଟିଏକୁ ଗୁଳି କରିଦିଅ ତାହେଲେ ଶୁଣ ଡିସିପି ମୁଁ ସେଇ ଅତୀତ ଦିନର କଥା ସେଦିନ ଥାଏ ପହିଲି ରଜ
ସଙ୍ଗୀତର ମୂର୍ଚ୍ଛନା ମଧୁର ବଂଶୀସ୍ୱର ଯେମିତି ମନରେ ଆନନ୍ଦ ଭରିଦିଏ ଠିକ୍ ସେମିତି ତୁମର ବାହୁମନ୍ତ୍ରଟା ମୋ ମନରେ ନୂତନ ଶିହରଣ ଭରିଦେଇଛି। ସତରେ କଣ? ଆଚ୍ଛା ବାବୁ, ତୁମର ଟିକେ ଦୋଷ ଅଛି କି? ମାନେ ଛିଡ଼ାଙ୍କୁ ଦେଖିଲେ ସତେ ନା କଣ? ଆଚ୍ଛା ବାବୁ,
বাউরিয়া ওখানে কি বিড়ি নাই ওখানো बोल मालूंगा আনলে কল করিবু বে পুলিশ কল করিবু পুলিশ নেতা মন্ত্রী এমানে হচ্ছন্তি মো পকেট আমি উঠ কইলে উঠিবে ଆଉ ବସ୍ କହିଲେ ବସିବେ ଏଥର ତୁ ଆଉ କାହାକୁ କହିବୁଲୁ ଆରେ ବାଘ ଶିକାର ଦେଖିଛ ହରିଣୀ କେପରି ବାଘ ଶିକାର କରିବାର ମୋର କାମ ଆଜି ମୁଁ ଶିକାର କରିବି ଆଲୋ ଆଲୋ
ए कान्हा को मु कहूची हरे दियो खराब तू पाठ पढ़ अरे से मालिक रो दया रे ता भौणी रो दया रे पियन चाकरी रे करूची अरे अक्षर दीटा पढ़िले से बर पोस्ट को जीवो हे से कोन मो कथा मानुची मौसा बाबा मु पराई घरर बड़ पुओ पाठ पढ़िले ए गाँ लोक कोन कहिबे मु पाठ पढ़िबिनी बाबा मु मो भाई माने को पाठ करी साहेब करेबी काना आ दरकार पड़िले मु हाड़ मांस चिपुड़ी मु से माने को भाई जीवन देई देबी बाबा
ଭଲ ଅଛି ତ? ସୂର୍ଯ୍ୟ ନୁହେଁ, କୁହ ଇଞ୍ଜିନିୟର ସୂର୍ଯ୍ୟ ପଟ୍ଟନାୟକ। ଆରେ ତାହେଲେ ତୋର କ'ଣ ଚାକିରିଟା ହେଇଯାଇଛି? ଆରେ ଦେଖ, ଆରେ ଶୁଣ, ଅଦିନିଆ ଆମ ଘରେ ପୁନେଇ ଜନ୍ମଟା ହୋଇଛି। ହେଲେ ମୋ ସବୁ ଖୁସିଟା ମାଟିରେ ମିଶିବାକୁ ବସିଛି। ଗୋଟିଏ ମୂର୍ଖ ମାମୁଲି ଛୋଟ ଲୋକ ପାଇଁ ସେବାକୁ ବସିଛି। କିଏ ସେ ଲୋକ? ମୋ ସୂର୍ଯ୍ୟ, କିଏ ସେ ଲୋକ? ଏ ଲୋକଟା ହଉଛି ସୂର୍ଯ୍ୟ, କ'ଣ ହେଇଛି ତମେ ଆମକୁ ଖୋଲି କହୁନ କାହିଁକି? ତୁମ ଜାଣିକି ଲାଭ କଣ? ତମେ ମାନେ ସମସ୍ତେ ଗୋଟିଏ ଲାଉର ମଞ୍ଜିରେ। ଠିକ ଅଛି, ଶୁଣ, ଆରେ ଭାଇ ଯୋଉ କମ୍ପାନୀରେ ପିଅନ, ମୁଁ ସେଇ କମ୍ପାନୀରେ ଇଞ୍ଜିନିୟର। ମୋ ଜୀବନର ସବୁ କ୍ଷେତ୍ରରେ ସେ କଣ୍ଟା ହଉଛନ୍ତି କ'ଣ ପାଇଁ? କହିଦିଅ ତାଙ୍କୁ, କାଲିଠୁ ଯେମିତି ତାଙ୍କ ଛାଇବି ସେଠି ନ ପଡ଼େ। ବାରେ ପୁଅ ବା, ଆରେ ପୁଅ, ଆରେ ଇଏ ତ ହଉଛି ସେଇ ଭାରତ ମାଟି ଯୋଉଠି ଜନ୍ମ ନେଇଛନ୍ତି ଅନ୍ଧଭୂମି ଶ୍ରବଣ କୁମାର, ଦଶରଥ ଆଉ ରାମଚନ୍ଦ୍ର ଆଉ ସେ ବିଷ୍ଣୁ ନାରାୟଣ ଧର୍ମପଦ। ଆରେ ପୁଅ, ଆରେ ଯୁଗଟା ସିନା ବଦଳି ଯାଇଛି ରେ, ହେଲେ ମାଟିଟା ତ ବଦଳି ଯାଇନି। ଆରେ ତୁ ବଦଳି ଗଲୁ କେମିତି? ଆରେ ଯିଏ ତୋତେ
ଅଛି ଆରେ ହବନି 4 ଦିନ ହେଲା ଦେହରେ ଜ୍ୱର ମେଡିସିନ କଥା ଛାଡ଼ ଭଲରେ ଗୋଟେ ଖାଇ ବି ପାରୁନ ଆଉ ସେଇଥିରେ ପୁଣି ବାଡ଼ି ବଗିଚା କାମ ସତରେ ସତରେ କଣ ଏ ହଟ ନା ଥର କି ମିଛା ହେଇଥିପାଇଁ ମୁଁ କଣ ତମ ମନ୍ଦିରକୁ ଯାଇ ଅଧେୟା ପଡ଼ିଥିଲି ଗୋଟେ ପୁଅକୁ ଆସନି ହେଲେ ଯାର ତ ସନ୍ତାନଟାକୁ କୋଳେଇ ନେଇ ଆମକୁ କଣ ଏଇ ଦଶା ଭୋଗିବାର ଅଛି ଖାନ୍ତୁନି ସାର ଏ ଆଖିର ଅବୁଝ ଲୋହଗୁଡ଼ାକ ଏମିତି ବହି ଯାଉଛନ୍ତି ଆଉ ବହିଗଲା ମାନେ ସେମାନେ କହି ଯାଉଛନ୍ତି ଆରେ ହେ ପ୍ରସାଦ ତୁଟା ଲୁହ ଅର୍ଜନ କରିଛୁ ଏ ବର ଆମକୁ ଏ ନର୍କ ଯନ୍ତ୍ରଣାରୁ ମୁଁ ଗୋଟେ କଥା କହିବି ରଖିବ ସେ ବାବାଙ୍କ ସୁବର୍ଣ୍ଣମୂର୍ତ୍ତି ତମେ କୋଉଠି ରଖିଛ ରୁଦ୍ରଟାକୁ ଦେଇଦେଲେ ହୁଅନ୍ତାନି ଶେଷରେ ତମେ ବି ସେଇ କଥା କହିପାରିଲ ତମେ କଣ ଜାଣିନ ସେ ନୃତ୍ୟଟା ମଣିଷ ନୁହେଁ ସେଟା ଗୋଟେ ଅମଣିଷ ତାରି ହାତରେ ମୁଁ ସେ ମୂର୍ତ୍ତିଟା ଦେଇଦେବି ମୁଁ କେମିତି ତାର ହାତରେ ଦେଇପାରିବିନି ତମେ ଆଉ ଜମାଇ ପାଟି କର ନା ଆରେ ଯେତେ ଯାହେଲେ ବି ସେ ପରା ଆମ ପୁଅ ତମେ ଏଇଠି ବସ ମୁଁ ତମ ପାଇଁ ପାଣି ନେଇ ଆସୁଛି
ତାକୁ କ୍ଷୀର ଦେବ ଆଉ ସେ କ୍ଷୀର ପିଇବ। ଚଳିବାକୁ ହବ ତା ନହେଲେ ଏମିତି ବୁଲା କୁକୁଡ଼ା ପରି ପିଟିବେ। ଠିକ ଅଛି ଭାଉଜ ଭାଉଜ ଏ ଘରେ ପାର୍ଟି କରିବା ମନା, ଏ ଘରେ କୈଫିୟତ ମାଗିବା ମନା। ଯଦି ପାରୁଛୁ ଏ ଘର ଛାଡ଼ି ଚାଲି ଯା। ଧନ ତୁ କେମିତି ଅଛୁ ରେ ନନା? ତୁ ଭଲ ଅଛୁ ନା? ଆରେ ଧନ ତୁ ପାଠ ପଢା ସରିଗଲା? ଏ ବୋଉ ତୁ କେମିତି ଅଛୁ ସେ କଥା କାହିଁକି ଆମକୁ କହୁନି? ଆମକୁ କାହିଁକି ଜନ୍ମ କରୁଥିଲୁ ଲୋ? ତାକୁ ଦୋଷୀ ମନ କରି ତିଳ ତିଳ ହେଇକି ମରୁଛୁ। ଠିକ ଅଛି ଭାଉଜ ଭାଉଜ No,
ବାପା ପ୍ରତି କେତେ ଅନ୍ୟାୟ କରୁଛି। ସମସ୍ତେ ଜଳନ୍ତୁ। ଏ କଥା ସେମାନେ କହୁଛନ୍ତି ନା ତମେ କହୁଛ? ସେମାନେ ଏଥିପାଇଁ କହିପାରୁନାହାନ୍ତି ଯେ ସେମାନଙ୍କର ବିଶ୍ୱାସ ତାଙ୍କୁ ଧୋକା ଦେଇଛି। ସେମାନଙ୍କର ଆଶା ଅପେକ୍ଷା ସେମାନଙ୍କୁ ପ୍ରତାରଣା କରୁଛି। ଆରେ ଆରେ ଘର କୋଣରେ ବସି ସେମାନେ ଘୁମୁରି ଘୁମୁରି କାନ୍ଦୁଛନ୍ତି। ଆରେ ସବୁ କଣ ହଉଛି? ନାଟକ ଚାଲିଛି ନାଟକ। ଏବେ ନାଟକ କରୁଛି। ନାଟକ ମୁଁ କରୁନି, ବରଂ ତମ ନାଟକର ପର୍ଦ୍ଦାଫାଶ କରୁଛି। କଣ କରୁଛି? ଠିକ ଅଛି। ଆଜି ଏଇଠି ଏଇ ମୁହୂର୍ତ୍ତରେ ମୁଁ ତମକୁ ଫାଇନାଲ ଡିସିଜନ ଦେବି। ବାପା, ବୋଉ, ଘର ସମସ୍ତେ ବସିଯାଅ। ବସ କହୁଛି। ବାବା, ଏଇ ଘରର ବଡ଼ ପିଲା ହିସାବରେ ମୁଁ ଆଜି ଏଇ ନିଷ୍ପତ୍ତି ନେଉଛି ଯେ ନିଷ୍ପତ୍ତି ନେବି। ନିଷ୍ପତ୍ତି ନିଆହବ। এই ঘরর বড় পুଅ হিসাବରେ ଆଜି ମୁଁ ଏଇ ନିଷ୍ପତ୍ତି ନେଉଛି ଯେ ହେଲେ ତମେ ମୋତେ ଏକା ଜନ୍ମ ଦେଇନ ବାପା, ଦିଟା ପୁଅ ଜନ୍ମ ଦେଇଛ। ସେଇଥିପାଇଁ ତମେ ଦୁହେଁ ଭାଗ ବଣ୍ଟା ହବ। ଆଉ ଏଇ ଘରଟା ବି ଦି ଭାଗରେ ବଣ୍ଟା। ଆରେ ତୁ ସେମିତି କହୁଛ? ଭିତର ଘରଟା ମୋ, ଆଉ ବାହାର ଘରଟା ଏବେ ତମେ ଦୁହେଁ କିଏ ପାଖରେ ରହିବ ସେଇ ନିଷ୍ପତ୍ତିଟା ତମ। ଆସନା ଭାଇ। ସିନ୍ଦୁର ପରୁଆର ଏ ବନ୍ଧୁର ସବୁଦିନ ପାଇଁ ଭାଗ
ବାସର ଦୀପକୁ ଆମେ ସାକ୍ଷୀ ରଖି ଦାମ୍ପତ୍ୟ ଜୀବନ ଆରମ୍ଭ କରିଥିଲେ ଭାବିଦେବ ସେ ବାସର ଦୀପରେ ଆମ ବନ୍ଧନର ସବୁଦିନ ପାଇଁ ଜଳି ପଡ଼ି ପାଉଁଶ ହୋଇଗଲା। ସରିଗଲା। ଏଇ ଘର ମାୟା ମମତା ସବୁ କିଛି ସରିଗଲା। ମୁଁ ବି ବିରକ୍ତ ହେଇ ତମ ଉପରେ କହିବିନି। ତମ ମେଡିସିନଟା କୋଉଠି ନାହିଁ ସେ? ତମେ ସେମିତି କୁହନି। ତାନୁରେ ମୋ ଛାତିଟା ଫାଟିଯିବ। ତମେ ପରା ମୋ କମଳ ଦେଶର ରାଜକୁମାର, ମୋ ସ୍ୱପ୍ନର ସୌଦାଗର। ଏ ରାଜକୁମାରୀର ତମ କାନ୍ଧ ଗାମୁଛା ଉପରେ ଭାରି ଲୋଭ। ହେ ରାଜକୁମାର, ମତେ ତମ କାନ୍ଧ ଗାମୁଛାଟା ଦବ। ଆରେ କାହିଁକି ନା ଆଗକୁ ଗଲା ମୋର ମଧ୍ୟ ଆସିବ। ଆଉ ତମ କାନ୍ଧ ଗାମୁଛାରେ ମୋ ଲୁହ ପୋଛିଲେ ମତେ ଲାଗିବ ତମେ ମୋ ଆଖିରୁ ଲୁହ ପୋଛି ଦଉଛ। ଗୋଟେ କଥା କହିବି ତମେ ରଖିବ। ବହୁତ ଇଚ୍ଛା ହଉଛି ତୁମ କୋଳରେ ଥରେ ମୁଣ୍ଡ ରଖି ଶୋଇବି। କେଜାଣି ଭାଗ୍ୟରେ ସେ ସୁଯୋଗ ମିଳିବ ନା ନାହିଁ। ମୋ ଭାଗ୍ୟରେ କେବେ ଦୁଃଖ ସରିବ ନା ସୁଖ ଆସିବ। ମୋ ଭାଗ୍ୟର ଖାଲି ଲୁହ ଲେଖା ହେଇଛି, ଲୁହ। କାହିଁକି ନା ମୁଁ ପରା ଜନ୍ମ ନେଇଛି କାନ୍ଦିବା ପାଇଁ। Oh,
नाही दादा ମୁଁ ସେ ପରିଷ୍କାରେ ଜଳର ସନ୍ଧାନ ପାଇଛି ବାବୁ ଭଲ ତାଙ୍କର ମନେଟା ଆଜି ସମାଜରେ ଗୋଟେ ଲକ୍ଷ୍ମଣ ରେଖା ପାଲଟି ଗଲା ଆମେ ସେ ଲକ୍ଷ୍ମଣ ରେଖାଟାକୁ ମିଟେଇଦେବା ଦାଦା ଆଉ ଦରକାର ପଡ଼ିଲେ ଏହି ଇତିହାସର କିମ୍ବଦନ୍ତୀ କରିଦେବା ଏ ସାରା ଦୁନିଆକୁ ଜଣେଇଦେବା ଆରେ ପ୍ରେମ ହେଉଛି ଜୀଅନ୍ତ ଶାଶ୍ୱତ ଆଉ ଅମର କାହିଁକି ବାବୁ କାହିଁକି ଏତେ ଭଲ ପାଉଛ ବେଳେବେଳେ କଣ୍ଟାର ଆଘାତ ଲାଗିଥାଏ ତା ଛଡ଼ା ମୁଁ ତମର କିଏ କି ତୁମେ ହେଉଛ ମୋ ଚୁଲବୁଲି ନାୟିକା ଆଉ ମୋ ମନର ମାନସୀ ତାମାନେ ତମେ ମତେ ଭଲ ପାଏ ବାବୁ नो ओनली मल्हार अरे आसो हम बड़ को आसो अरे आसो ना अरे आसो ଯା राधा आई लव यू राधा आई लव यू I love you,
পুরাতন মূর্তির কারবার তা ছেলেরা ফরেন পর্যন্ত লম্বিত আর এ হলো সরকার জানিবা করে তদন্ত পাই এসআইটি বসাইছেন মহান্তে এ হল শুনে বলে ମୋ ମୁଣ୍ଡଟା ଆଉ କାମ କରୁନି बहुत खतरनाक अच्छे अरे कैसे बुझाइले भी जमा बुझेनी আর খালি গোটিয়ে কি সরকার তো আখি অनुभवरे কোটি কোটি টঙ্কার ভেজাল মেডিসিন কারবারটা হচ্ছে সরকার বলিলে মরার তরফ দিলে हुए खड़ा हुए मुंह का पूरा
ଅସୁବିଧା ବସିଯିବ। ଆଉ ଠିକ୍ କଥାଟା ହେଲା ସାରା ଦୁନିଆକୁ ଆପଣଙ୍କ ଯୋଉ ମେଡିସିନ ସପ୍ଲାଏ ହଉଛି ସେ ମେଡିସିନଟା ପୁରା ଭେଜାଲ। ଆଉ ଆପଣଙ୍କ ସେଇ ମେଡିସିନ ଖାଇ ଲୋକିବା ବଞ୍ଚିବା ଜାଗାରେ ମରିବାଟା ସୁନିଶ୍ଚିତ। ଆପଣଙ୍କ ମେଡିସିନ ଖାଇ କାଲି 2 ଜଣ ମରିଛନ୍ତି ଆଉ ଭବିଷ୍ୟତରେ ହଜାର ହଜାର ମରିବେ। ଖାଲି ସେତିକି ନୁହେଁ, ସେଇଠି ମେଡିସିନ ବାହାନରେ ଚାଲିଛି ମଣିଷର ଅଙ୍ଗ ସପ୍ଲାଏ, ସେଠି ମେଡିସିନ ବାହାନରେ ଚାଲିଛି ଝିଅ ସପ୍ଲାଏ, ସେଠି ମେଡିସିନ ବାହାନରେ ଚାଲିଛି ଜଳ ସପ୍ଲାଏ। ତମର ଏଇ କଳା ସାମ୍ରାଜ୍ୟ ଆଉ ବେଶୀ ଦିନ ନୁହଁ ରାଜମାତା। ଆଉ ତମର ଏ କଳା ସାମ୍ରାଜ୍ୟର ଖବରଟା ମୁଁ ଅଲରେଡି ସରକାରଙ୍କୁ ଦେଇ ସାରିଛି। अबे तू इंस्पेक्टर रुद्र সম্পত্তি নহে। আরে যে মଣିଷ সেବାକୁ ନିଜ ବ୍ରତ କରି ନେଇଛି, ଆରେ ତାକୁ ତୁମ ଭଳିଆ ଗୋଟେ ନିଷ୍ଠୁର ଭାଇମଣ୍ଡ ତାର ପଥରତ କରିପାରିବେନି। अरे ये अविनाश मंदाता सहित दुश्मनी करे तार पोस्टमार्टम पई तार डेड बॉडी रो भी पता मिले लिबे। पोस्टमार्टम କରିବାଟା ଡକ୍ଟର କାମ ଇନ୍ସପେକ୍ଟର। ରାଜମାନ ଦାଦା ତୁମର କଳା କଳଙ୍କିତ ସାମ୍ରାଜ୍ୟ ଆଉ ବେଶୀ ଦିନ ନୁହଁ, ଚୌଧୁରୀ ଯାଆନ୍ତୁ। এই সভা জাতিরে ଆପଣ ଅନ୍ଧ ପୁଟଳି ବାନ୍ଧି ଯୋଉ ଖେଳ ଖେଳୁଛନ୍ତି, ଆପଣ ସେ ଆଖି ନିଆଁରେ ଦିନେ ଜଲି ପଡ଼ି ଛାରଖାର ହେଇଯିବେ। ଆସୁଛି पोस्टर